এই সুন্দর সময় পাই প্রভুଙ୍କର ধন্যবাদ ହେଉ। ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି, କେବଳ ପ୍ରେମ କରନ୍ତି ତାହା ନୁହଁ, ଆମମାନଙ୍କୁ ବଞ୍ଚିବା ନିମନ୍ତେ ତାଙ୍କର ଅନୁଗ୍ରହ ମଧ୍ୟ ସେହି ପରିମାଣରେ ସେ ଦିଅନ୍ତି। ହାଲେଲୁୟା। ଯୋଉ ପରିମାଣର ଅନୁଗ୍ରହ ଆମମାନଙ୍କୁ ବଞ୍ଚିବା ପାଇଁ ଆବଶ୍ୟକ ହୁଏ, ତେଣୁ ପାଉଲ ସୁସ୍ଥତା ପାଇଁ ପ୍ରାର୍ଥନା କଲେ 3 ଥର। ହୁଏତ ଯୋଉ ପୀଡ଼ା ତାଙ୍କୁ ଦିଆଯାଇଛି ବୋଧେ ସେହି ପ୍ରକାରର ପୀଡ଼ା କେହି ଅନୁଭବ କରିଥିବେ ନଥିବେ ମୁଁ ଜାଣିନାହିଁ, କାରଣ ସେ ପୀଡ଼ା ବିଷୟରେ ଲେଖା ଅଛି ଯେତେବେଳେ ସେ ପୀଡ଼ା ଆରମ୍ଭ ହୁଏ ପାଉଲ ଲେଖନ୍ତି ଶୟତାନର ଯନ୍ତ୍ରଣା। ଚିନ୍ତା କରନ୍ତୁ କୋଉ ପ୍ରକାରର ପୀଡ଼ା ତାହା ହେଇଥିବ। ଆଉ ପାଉଲ ସେ ପ୍ରାର୍ଥନା କରୁଛନ୍ତି ଥରେ ନୁହଁ, ସେ 3 ଥର ପ୍ରାର୍ଥନା କଲେ। ଆଉ ପ୍ରଭୁ ଉତ୍ତରରେ କଣ କହିଲେ? My grace is that's enough। প্রিয় ভাই বোন মানে সুস্থতা রহি যদি অনুগ্রহ নাই, সুস্থতা কেবল যথেষ্ট। তেণু অনুগ্রহ ହିଁ যথেষ্ট অটে। ଆଉ সেই অনুগ্রহ বিষয়ে তিমোথী লেখନ୍ତି সেই অনুগ্রহ ଆମମାନଙ୍କୁ ପରିତ୍ରାଣ ଦେଇଅଛି, সেই ଅନୁଗ୍ରହ ଆମମାନଙ୍କୁ ପବିତ୍ର କରୁଅଛି, ଆଉ সেই ଅନୁଗ୍ରହ ଦ୍ୱିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ମଧ୍ୟ କରୁଛି। ତେଣୁ সেই ଅନୁଗ୍ରହ ପାଇଁ ପ୍ରଭୁଙ୍କର ଧନ୍ୟବାଦ ହେଉ। ଆଜି ଯେଉଁ ଶାସ୍ତ୍ରାଂଶ ଆମେ ନେଇଛୁ ସେହି ଶାସ୍ତ୍ରାଂଶରୁ ମୁଁ ଯେଉଁ ବିଷୟ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ ତାହା ହେଉଛି ଖ୍ରୀଷ୍ଟମାସ ରେସ୍ପନ୍ସେସ୍ ବା ଖ୍ରୀଷ୍ଟମାସର ପ୍ରତି ଉତ୍ତର। ଆପଣମାନେ ପ୍ରତି ଉତ୍ତର ବୋଲି ନେଇପାରନ୍ତି, କିଏ ବା ପ୍ରତିକ୍ରିୟା ବୋଲି ନେଇପାରନ୍ତି। ଆଉ ଆଜି ଏହି ଶାସ୍ତ୍ରାଂଶରୁ ଆମେ ଚିନ୍ତା କରିବା ଯେ এই খ্রিস্টমাস প্রতি আমানଙ୍କର খ্রিস্ট বিশ্বাসী ভাବରେ প্রতি উত্তর কোন ରହିବା দরকার, রেসপন্স কোন ରହିବା দরকার। ଜଣେ ବ୍ୟକ୍ତିଙ୍କୁ ପଚରା ଗଲା ଖ୍ରୀଷ୍ଟମାସ ପରେ, ଆଉ ତାଙ୍କୁ ଏହି ପ୍ରଶ୍ନ କରାଗଲା ଖ୍ରୀଷ୍ଟମାସ ତୁମ ଜୀବନରେ କେଉଁ ପରିବର୍ତ୍ତନ ଆଣିଦେଲା? ଗୋଟିଏ ବଡ଼ ପ୍ରଶ୍ନ। ଖ୍ରୀଷ୍ଟମାସ ତୁମ ଜୀବନରେ କେଉଁ ପରିବର୍ତ୍ତନ ଆଣିଦେଲା? ଆଉ ସେହି ପ୍ରଶ୍ନର ପ୍ରତି ଉତ୍ତରରେ ସେ ବ୍ୟକ୍ତିଟି ରଖିଲେ ଖ୍ରୀଷ୍ଟମାସ ପୂର୍ବରୁ ମୋର ବ୍ୟାଙ୍କ ବାଲାନ୍ସ ବେଶୀ ଥିଲା, ଆଉ ଖ୍ରୀଷ୍ଟମାସ ପରେ ମୋର ବ୍ୟାଙ୍କ ବାଲାନ୍ସ କମି ଯାଇଛି। ଯେତେବେଳେ ଆମେ ଖ୍ରୀଷ୍ଟମାସର ପ୍ରତିକ୍ରିୟା ନେବା ବା ପ୍ରତି ଉତ୍ତର ନେବା, ହୁଏତ ଆମେ ଅନେକ ଏହି ବ୍ୟକ୍ତିଙ୍କ ପରି ପ୍ରତି ଉତ୍ତର ରଖିପାରିବା। ସମସ୍ତଙ୍କର ପ୍ରତି ଉତ୍ତର ସମାନ ହୋଇନପାରେ, ସମସ୍ତଙ୍କର ରେସ୍ପନ୍ସ ସମାନ ହୋଇନପାରେ। ଅନେକ ନକାରାତ୍ମକ ରେସ୍ପନ୍ସ ଦେଇପାରନ୍ତି, ଆଉ ଅନେକ ସକାରାତ୍ମକ ରେସ୍ପନ୍ସ ମଧ୍ୟ ଦେଇପାରନ୍ତି। ତେଣୁ ଆଜି ଆମେ ଚିନ୍ତା କରିବା, ଯଦି ଆମକୁ ସେହି ପ୍ରଶ୍ନ ଆଜି କରାଯିବ, ଆମେ এটা ପ୍ରଥମ ଖ୍ରୀଷ୍ଟମାସ ପାଳନ କରିବା। This is my 39th Christmas will be। যদি মতে প্রশ্ন କରାଯିବ ମୋର ପ୍ରତି ଉତ୍ତର କଣ ରହିବ? প্রিয় ভাই ভଉଣୀମାନେ, ଖ୍ରୀଷ୍ଟମାସ ସେଲିବ୍ରେସନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଆମ
आमे ए क्रिसमस रे कोन प्रत्युत्तर रखुछु जदि आमे बाइबल मध्य को जाउछु बाइबल रे जदि लूक 2 अध्याय को आमे देखिबा लूक 2 एक अध्याय को देखिबा एक अध्याय रे एलिजाबेथ रो प्रतिक्रिया आमे देखुछु राइट एलिजाबेथ जे मरियम को देखि दउछंती कारण मरियम पुरे संभाषण नहीं जाइछंती संभाषण कोन जे से पवित्र आत्मा को द्वारा गर्भ धारण करिवे एक डिवाइन रेवलेशन नहीं गला बेले जते एलिजाबेथ मरियम को देखुछंती आ वाक्य कहे एलिजाबेथ को पेटरे थिबा जहन अनि गले देखा जे से धिया कि प्रकार प्रतिक्रिया देखंतु जीशुंकर आविर्भाव हेबा पूर्वरु मु जाने नाही पिंड थिला कि नाही किंतु एलिजाबेथ देखिकि कहउछंती तांकर उदरर छुआ मध्य उदाहरण द्वितीय विषय कहबे पैसेज को जाई नाही जदि आमे गुटिया पेज करिबा दुई पर्व को जेतला आमे जाउछु दुई पर्व रे आमे मेसो पालक मानकर प्रतिक्रिया देखुछु राइट ସେମାନେ ଗୋଟେ ପ୍ରକାର ରେସ୍ପଣ୍ଡ କରୁଛନ୍ତି ତାପରେ ସେ ଦୁଇ ପର୍ବରେ ଆଉ ଜଣେ ବ୍ୟକ୍ତିକୁ ଦେଖୁଛୁ ସିମିୟନ ଜଣେ ବୃଦ୍ଧ ବ୍ୟକ୍ତି ମୁଁ ଜାଣିନି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଥିଲା ଶରୀରର ଅବସ୍ଥା କେମିତି ଥିଲା କିନ୍ତୁ ସେ ଯୀଶୁଙ୍କୁ ଦେଖିବା କ୍ଷଣି ସେ ଗୋଟେ ପ୍ରତିକ୍ରିୟା କରୁଛନ୍ତି କଣ ସେ ପ୍ରତିକ୍ରିୟା ଜାଣନ୍ତି କି हे परमेश्वर एबे मोहर नेत्र तुम्हर परित्राण देखि अछि मते एबे शांति रे प्रस्थान करबाकू आज्ञा यीशुଙ୍କୁ ग्रहण न करी प्रस्थान करबा भयंकर विषय अटे दया करी ध्यान दियंतु अनेक हम प्रस्थान करूछु राइट किंतु प्रस्थान करबा पूर्वरु सिमियन रो प्रतिक्रिया करथिला हे परमेश्वर मोहर नेत्र कोन देखि अछि आपण ए क्रिसमस रे परित्राण देखि छंती तो बड़ा प्रश्न बहुत बड़ा प्रश्न है हम तो पाए तापर जदि हम आउ आगो बुझिबा आउ जने व्यक्ति को हम देखुछु जने स्त्री लोक भागवतिनी हान्ना तांको विषय लेखछि से जेरूशलेमर स्वांतनार अपेक्षा रे थिले आउ से स्वांतना अनुभव काहे सांत्वना अनुभव करथिले कारण से सर्वहरा जड़े विधवा नारी आगरे पछरे तांकर केही नाहंती बट गुडी विषय अपेक्षा से थिले क्रिसमस आसीबो से सांत्वना नेकी मो जीवन को सांत्वना देबो प्रिय भाई बहन माने क्रिसमस it is not about celebration एटा महोत्सव पालन करिबार तिथि नुह एटा रिफ्लेक्शन करिबार गोटे महोत्सव हमर सेलिब्रेशन रिफ्लेक्शन देबा करबार अछि आज जो पैसेज आबे देइछो से पैसेज रो हमने चिंता करबा केतेक लोक मानकर प्रतिक्रिया कौन थिला आ आज आम प्रतिक्रिया कौन एक उपासना परे परे यदि आपन को प्रश्न करा जीवो एही क्रिसमस आपन को जीवन रे कौन परिवर्तन आइ अछि आपन मु कहबा दरकार अछि सिनियर हाना को परे 19 से फरक परे
ନା ଆମେ ସେହି ଜାଗତିକ ବିଷୟର ପରିବର୍ତ୍ତନ କଥା କହିକି ଏହି ବର୍ଷ ମଧ୍ୟ ଶେଷ କରିବା? ଆସନ୍ତୁ ଚିନ୍ତା କରିବା। ନା 2ର 1 ପଦ ଲେଖା ଅଛି, ଯୀଶୁଙ୍କର ଜନ୍ମ ହେବା ପରେ। এই 2 ଅଧ୍ୟାୟର ଘଟଣାଟି ଯୀଶୁଙ୍କର ଜନ୍ମ ଦିନର ଘଟଣା ନୁହେଁ, କିନ୍ତୁ ଯୀଶୁଙ୍କର ଜନ୍ମ ହେବା ପରର ଘଟଣା। ମୁଁ ଜାଣି ନାହିଁ ଯୀଶୁଙ୍କର ଜନ୍ମର କେତେ ଦିନ ପରର ଘଟଣା। ମୁଁ ଜାଣି ନାହିଁ ଯୀଶୁଙ୍କ ଜନ୍ମର କେତେ ସପ୍ତାହ ପରର ଘଟଣା। ମୁଁ ଜାଣି ନାହିଁ ଯୀଶୁଙ୍କ ଜନ୍ମର କେତେ ମାସର ଘଟଣା ପରେ ଏଇଟା ଲେଖା ଅଛି, honestly speaking। କିନ୍ତୁ ବାକ୍ୟକୁ ତର୍ଜମା କଲେ, ସମୀକ୍ଷା করে ଲାଗୁଛି ଯେ ନିଶ୍ଚିତ ଗୋଟିଏ ଲମ୍ବା ବ୍ୟବଧାନର ସମୟ ପରେ এই ଘଟଣାଟି ଘଟୁଅଛି। କାହିଁକି ଘଟୁଅଛି? କାରଣ ଯୀଶୁ ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କ ସହିତ ସାକ୍ଷାତ କରୁଛନ୍ତି, ସେ ଗୁହାଳ ଘରେ ନାହାନ୍ତି। ଅନେକ ସମୟରେ ଫଟୋରେ ସେମିତି ଦେଖାଯାଏ ନାହିଁ, ତେଣୁକରି ଫଟୋକୁ ଟିକେ ସବୁ ପିକ୍ଚର ଡଜଣ୍ଟ portray the truth। ଆମେ ନାଟକ କଲାବେଳେ ମଧ୍ୟ ପଣ୍ଡିତମାନଙ୍କୁ ଧରି ପଳେଇ ଆସୁଛୁ ସେଇ ଗୁହାଳ, ନାଇଁ ସେମିତି କରନ୍ତୁ ବୁଝିପାରିଲେ। କେତେଟା ବିଷୟରେ କରେକ୍ସନ ହେବା ଦରକାର এই ସମୟ। ଯୀଶୁ ଗୁହାଳ ଘରେ ନାହାନ୍ତି। ବାକ୍ୟରେ ଲେଖା ଅଛି, ଯୀଶୁ ଯେଉଁ ଗୃହରେ ଥିଲେ, ତାର ଗୁହାଳ ଘରରୁ ସେମାନେ କୋଉଠିକି ଯାଇଛନ୍ତି? ଗୃହକୁ ଯାଇଛନ୍ତି। ଗୋଟେ ବଡ ବ୍ୟବଧାନ। ନା এই ଘଟଣାଟି ଘଟୁଛି ଯୀଶୁଙ୍କର ଜନ୍ମ ହେବା ପରର ଘଟଣା। ଆଉ ଆମେ କୋଉ ସମୟରେ ବାସ କରୁଛୁ? ଯୀଶୁଙ୍କର ଜନ୍ମ ହେବାର ପର ସମୟରେ ବାସ କରୁଛୁ। That means এই passage ଯଦି ଯାହା ବି ଆଜି କହୁଛି, ଯେଉଁ ସତ୍ୟତା ବି ଆଜି ପ୍ରକାଶ କରୁଛି, এই ସତ୍ୟତା ଆପଣଙ୍କର ମୋର ବାସ୍ତବତାକୁ ପରିପ୍ରକାଶ କରୁଛି। କାରଣ এই ପାସେଜରେ ଯେତେ ସମସ୍ତ ଘଟଣା ଘଟୁଛି, ତାହା ଆମମାନଙ୍କର ଜୀବନର କାହାରିର ଅବସ୍ଥା ଅଟେ। ନା ମୁଁ 4 ଜଣଙ୍କୁ ଆପଣମାନଙ୍କ ସମ୍ମୁଖକୁ ଆଣି ଏହି ପାସେଜରେ, ଆଉ এই 4 ଜଣଙ୍କ ବିଷୟରେ ସମୀକ୍ଷା କରୁ କରୁ ଆମେ ନିଜକୁ ପଚାରିବା, ମୁଁ କେଉଁ ଦଳର ଲୋକ ଅଟେ? Where am I? Please ଦୟାକରି ସମୀକ୍ଷା କରିବା ଆଉ ପ୍ରସ୍ତୁତ ହେବା, ଯେପରି ଆମେ 25 ତାରିଖ ବାସ୍ତବ ହେବା, ଆମ ଭିତରେ ବାସ୍ତବତା ଦେଖାଯାଏ। Now, ପ୍ରଥମ ବିଷୟ ମୁଁ ଆଣିବି କିଙ୍ଗ ହେରୋଦ ରାଜା। ପ୍ରଥମ ବ୍ୟକ୍ତି ହେରୋଦ ରାଜା, ଯାହାଙ୍କ ନିକଟରେ ଯୀଶୁଙ୍କର ଜନ୍ମର ବାର୍ତ୍ତା ପହଞ୍ଚୁଛି। ପ୍ରିୟ ଭାଇ ଭଉଣୀମାନେ ଶୁଣନ୍ତୁ, ଯୀଶୁଙ୍କର ଜନ୍ମ, ପ୍ରିୟ ଭାଇ ଭଉଣୀମାନେ, ହେଉଛି ପରିତ୍ରାଣର ବାସ୍ତବତା। ସେ କାହିଁକି ଜନ୍ମ ନେଲେ? ଯେପରି ମନୁଷ୍ୟ ମୁକ୍ତି ଲାଭ କରିବ, ପରିତ୍ରାଣ ଲାଭ କରିବ, ପାପରୁ ରକ୍ଷା ପାଇବ। ଆଉ ଏହି ବାର୍ତ୍ତା ହେରୋଦଙ୍କ ନିକଟରେ ପହଞ୍ଚୁଛି। ଆଉ ଯେତେବେଳେ ହେରୋଦ ନିକଟରେ ପହଞ୍ଚୁଛି, ପ୍ରିୟ ଭାଇ ଭଉଣୀମାନେ, ହେରୋଦଙ୍କର ରେସ୍ପନ୍ସକୁ ଦେଖନ୍ତୁ। ହେରୋଦ କଣ କହୁଛି? ସେ ବାର୍ତ୍ତା ଶୁଣୁଛି, ସତ୍ୟତା ଶୁଣୁଛି। ଯେ ସତ୍ୟତା କଣ? The king has been born। ରାଜା ଜନ୍ମଗ୍ରହଣ କରିଛନ୍ତି। The Messiah, the promised one, ପ୍ରତିଜ୍ଞାତ ପୁତ୍ର ଜନ୍ମ ନେଇଛନ୍ତି। ଆଉ ଗୋଟିଏ ବିଷୟ ଜାଣନ୍ତି କି এই ମାଥ୍ୟୁ 2 ପର୍ବ କାହିଁକି ଏତେ ଇମ୍ପୋର୍ଟାଣ୍ଟ? ଧ୍ୟାନର ସହିତ ଶୁଣନ୍ତୁ। এই ମାଥ୍ୟୁ 2 ପର୍ବରେ ପ୍ରଥମ ଯୀଶୁଙ୍କ ଜନ୍ମସ୍ଥାନର ଭବିଷ୍ୟତବାଣୀ ମିକା ଯାହା କରିଥିଲେ ତାହାର ସଫଳତା ପ୍ରକାଶ
କେବଳ ତାହା ନୁହଁ, ଜିରିମିୟ ଯେଉଁ ରାମାର ରୋଦନର କଥା 31 ଅଧ୍ୟାୟରେ ଜିରିମିୟ 31 ଅଧ୍ୟାୟରେ ପ୍ରଫେସାଇ କରିଛନ୍ତି ତାହା ମଧ୍ୟ ସଫଳ ହେଉଛି। ପୁଣି ତୃତୀୟ ବିଷୟ, ଯୀଶୁଙ୍କର ମିଶରକୁ ଯିବା ଆଉ ମିଶରରୁ ଫେରିବାର ଯେଉଁ ପ୍ରଫେସି ହସୟ ଭାବବାଦୀ କରିଥିଲେ ତାହା ମଧ୍ୟ এই ଗୋଟିଏ ଚାପ୍ଟରରେ ଫୁଲଫିଲ୍ ହେଉଛି। ତାର ଅର୍ଥ ପ୍ରିୟ ଭାଇ ଭଉଣୀମାନେ, ଯାହା ବାଇବଲରେ ଲିଖିତ ଅଛି ତାହା ନିଶ୍ଚିତ ହେବ ସଫଳ ହେବ। ଯଦି ଯୀଶୁଙ୍କର ପ୍ରଥମ ଆଗମନର ବୃତ୍ତାନ୍ତ ଗୋଟି ଗୋଟି କରି ନିର୍ଭୁଲ ଭାବରେ ସଫଳ ହୋଇଅଛି, ତେବେ ଯୀଶୁଙ୍କ ସମ୍ବନ୍ଧୀୟ ଦ୍ୱିତୀୟ ଆଗମନର ଘଟଣା ମଧ୍ୟ ଏକ୍ସାକ୍ଟଲି ସଫଳ ହେବ ହିଁ ହେବ। ତେଣୁକରି ପ୍ରଥମ ଆଗମନ କେବଳ ଆମମାନଙ୍କୁ ସେଲିବ୍ରେସନ କରିବା ପାଇଁ ସୁଯୋଗ ଦିଏ ତାହା ନୁହଁ, ପ୍ରଥମ ଆଗମନ ଆମମାନଙ୍କୁ ପ୍ରିପାରେସନ ହେବା ପାଇଁ ମଧ୍ୟ ଆହ୍ୱାନ ଦିଏ। ତେଣୁକରି ମୁଁ କହିବା ପାଇଁ ଚାହୁଁଛି ଯେ ଆଜି ଆମେ ରେସ୍ପଣ୍ଡ କ'ଣ କରୁଛୁ? ଆଉ ହେରୋଦ ସେ ବାକ୍ୟ ଶୁଣୁଛନ୍ତି, ସତ୍ୟତା ଶୁଣୁଛନ୍ତି, ଆଉ ସତ୍ୟତାର କନଫର୍ମେସନ ମଧ୍ୟ ନେଉଛନ୍ତି। ରାଇଟ୍, look at the passage. ସେ କନଫର୍ମେସନ ନେଉଛନ୍ତି ଯେ ପଣ୍ଡିତ ମାନେ ଯାହା ଯାହା କହୁଛନ୍ତି ଏହା କ'ଣ ଲିଖିତ ଅଛି କି? ଆଉ ସତ୍ୟତା କନଫର୍ମ। ଯଦି ସତ୍ୟ କନଫର୍ମ ହେଉଛି, ସତ୍ୟତାକୁ କ'ଣ କରାଯିବା ଦରକାର ଥିଲା? एक्सेप्ट करा दिबा दरकार। लेकिन तेणुकरी प्रभु कहले नो द ट्रूथ, सत्य जानो और सत्य तुमको, किंतु हेरोद सत्यता को ग्रहण करबा नाराज, सत्यता प्रति निजर चक्षु बंद करूछि, सत्यता प्रति निजर हृदय को से रुद्ध करूछि। हुए तो से दिन जदि से ए सत्य को जानता और सुनी करी ग्रहण करता और सत्यता प्रति जदि पॉजिटिव रेस्पॉन्ड करता, हेरोदर जीवन खड़ी देखता है धन्य हो जाता। किंतु हेरोद सत्यता प्रति से केमती प्रतिक्रिया करछथि? प्रतारणामूलक प्रतिक्रिया। की प्रतिक्रिया करछथि? A response of hypocrisy. से कौन कहते तुम्हें सत्यतार खबर देल, थैंक यू। फारूसी माने शास्त्री माने सत्यता को कन्फर्म कले, थैंक यू। तापर पंडित मान को कहते थैंक यू, तुम्हें जाओ कौन करो पुणी आस हमें कौन करबा? आमे मध्य जाय प्रणाम करबा। कि वास्तविक भाबरे हेरोदकर हृदय सेटा थिला कि बेले बेले आम उस्तादर प्रशंसा करे, आम उस्तादर धन्यवाद दिए, आम उस्तादर स्तवगान करे, आम उस्तादर जय जयकार करे, हालेलुया करे, किंतु वास्तविक भाबरे सत्यता आम हृदय नाही। आमर प्रतारणा, आमर छलना आमको सबुदिन प्रभु ठार कौन करुचे? हेरोद को दूरे नेला परे दूरे नहीं जाउछि। आज हेरोद ए परित्राणरु वंचित हेबार गुटिया मात्र कारण थिला, ता होछि द हिपोक्रेसी लाइफ, प्रतारणा मूलक जीवन। प्रिय भाई बहन माने, ए क्रिसमस आमानकु ए प्रकार जीवन रे न समीक्षा करंतु। तेणुकरी प्रभु कहते माथ्यू 23 पर्वरे तुमर ओष्ठाधर हुए तो प्रशंसा करुछि, किंतु तुमर हृदय आमठारु आमे सेही प्रकार अवस्था रे बसी मात्र। दया कर समीक्षा करंतु। तेणुकरी मोर प्रश्न होछि, व्हाट इज योर रेस्पॉन्स टू क्रिसमस? क्रिसमस रेस्पॉन्स कोन आपनकर? आपण की प्रकार भाबरे रेस्पॉन्स करबा पय चाहउछन्ती? जदि प्रतारणा धरि बसिछु,
ଛଳନା ଧରି ବସିଛୁ, ଯଦି ହୃଦୟରେ ଡୁପ୍ଲିକେସନ ଲାଇଫ ଧରି ବସିଛୁ, ଆଜି ପ୍ରଭୁ କହିବା ପାଇଁ ଚାହାନ୍ତି ହେରୋଦଙ୍କ ପରି ସୁଯୋଗକୁ ହାତଛଡ଼ା କର ନାହିଁ। ଦ୍ୱିତୀୟ ସ୍ମରଣ ହେଉଛି ଜେରୁସାଲେମର ଲୋକମାନେ, ଦ ପିପୁଲ ଅଫ ଜେରୁସାଲେମ। এই ଜେରୁସାଲେମର ଲୋକମାନେ କୋଉଠି ଥିଲେ ଆଜ୍ଞା? ପାଖରେ ନା ଦୂରରେ? ପାଖରେ ଥିଲେ। ଆଉ ଲେଖା ଅଛି ପଣ୍ଡିତମାନଙ୍କର ଏହି ପ୍ରଶ୍ନରେ ସମଗ୍ର ଜେରୁସାଲେମର ଲୋକମାନେ କଣ ହେଲେ? ଉଦ୍ବିଗ୍ନ ହେଲେ। ଆଜ୍ଞା ଏହି ଲୋକମାନେ ତ ଥିଲେ ଯେଉଁ ଲୋକମାନଙ୍କୁ ମିକା ଭବିଷ୍ୟବାଣୀ କରି କହିଛନ୍ତି, ଏହି ଲୋକମାନେ ଥିଲେ ଯେଉଁ ଲୋକମାନଙ୍କୁ ଜିସାୟ ଭବିଷ୍ୟଦ୍ବକ୍ତା 2 ଥର କହିଛନ୍ତି କଣ ବୋଲି? ଦେଖ 7 ଅଧ୍ୟାୟର ଚତୁର୍ଥ ଦେଖ ଜଣେ କନ୍ୟା ଗର୍ଭବତୀ ହେବେ, ସେ ପୁତ୍ର ପ୍ରସବ କରିବେ, ତାହାଙ୍କ ନାମ ଇମ୍ମାନୁଏଲ ଦିଆଯିବ। 9:6 କହୁଛନ୍ତି ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ପୁତ୍ର ଦତ୍ତ ହୋଇଅଛନ୍ତି, ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ, ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଆଉ 7 ପଦ ଲେଖା ଅଛି ତାହାଙ୍କ ହସ୍ତରେ ଶାସନ ଦଣ୍ଡ ଦିଆଯିବ। କିନ୍ତୁ এই ଲୋକମାନେ କୁଆଡ଼େ ଗଲେ? କୋଉଠି ଅଛନ୍ତି? ଯୋଉମାନଙ୍କ ପାଖରେ ପ୍ରତିଜ୍ଞା ଅଛି, ପ୍ରିୟ ଭାଇ ଭଉଣୀମାନେ, ଯୋଉମାନେ ସବୁବେଳେ ସମାଜ ଗୃହରେ ଈଶ୍ୱରଙ୍କର ପ୍ରତିଜ୍ଞାକୁ ଶୁଣୁଥିଲେ, ପ୍ରମିସକୁ ଶୁଣୁଥିଲେ, ଯୋଉମାନେ ମସିହ ଆସିବେ ବୋଲି କହୁଥିଲେ, କିନ୍ତୁ ଯେତେବେଳେ ମସିହ ଆସୁଛନ୍ତି ଏମାନେ କେମିତି ପ୍ରତିକ୍ରିୟା ଦେଖୁଛନ୍ତି? ଯୋଉ ପ୍ରତିକ୍ରିୟା ଆଜି ମଣ୍ଡଳୀ ଗୁଡ଼ିକରେ ରହିଛି। କଣ ଜାଣନ୍ତି କି ସେ ପ୍ରତିକ୍ରିୟା? କିଏ କହିପାରିବେ? ଆପାଥେଟିକ୍ ରେସ୍ପନ୍ସ, ଶିଥିଳତାର ପ୍ରତ୍ୟୁତ୍ତର। ଯିବା ଭାଇ ଭଉଣୀମାନେ, apathetic life leads to spiritual downfall. ଗୋଟେ ପତିତ ଅବସ୍ଥାକୁ ଠେଲି ଦିଏ ଶିଥିଳତାର ଜୀବନ। ଆଉ ଜେରୁସାଲେମ ନିବାସୀ ମାନେ ସେମାନେ ନିକଟରେ ଅଛନ୍ତି, ହୁଏତ ଜଷ୍ଟ ୱାକେବଲ ଡିଷ୍ଟାନ୍ସ ଅଛନ୍ତି। ଖବର ପାଇଲା ପରେ ସେମାନେ ସତ୍ୟତାକୁ ଆଉ ଥରେ ପ୍ରମାଣ ପାଇଲା ପରେ ସେମାନେ ଦୌଡ଼ିକି ଯିବା କଥା, ଆମର ମସିହା ଆସିଛନ୍ତି। କିନ୍ତୁ ଦୁଃଖର ବିଷୟ, এই ଲୋକମାନେ କଣ ଅଛନ୍ତି? ଶିଥିଳତା। ସମୟ ଅଛି, ଦେଖିବା, ଗିର୍ଜା ଠିକ ଅଛି, ଘରେ ପ୍ରାର୍ଥନା ଠିକ ଅଛି, କେତେ ଦିନ, କେତେ ଦିନ ଆମେ ଶିଥିଳତାର ଜୀବନ ଅତିବାହିତ କରିବା? ପ୍ରିୟ ଭାଇ ଭଉଣୀମାନେ, ମନେ ରଖନ୍ତୁ, এই ମସିହ ଆସିଲେ, ମସିହ ତାଙ୍କର ଉଦ୍ଦେଶ୍ୟ ସଫଳ କରି ମସିହ ସେ ପଳେଇ ଗଲେ ଆଉ ପୁନର୍ବାର ଆସିବାକୁ ଯାଉଛନ୍ତି। ଆଜି ପର୍ଯ୍ୟନ୍ତ ଜିହୁଦୀୟ ଲୋକମାନେ ସେଇ ଅନ୍ଧାରରେ ଅଛନ୍ତି। ଆମେ ସେମିତି ହେଇଯିବା ନାହିଁ ତ? ମସିହ ଆସିବେ ଆସିବେ ଆଗମନର ବାକ୍ୟ ଶୁଣୁ ଯେତିକି ଆମେ ମସିହ ଆଗମନର କଥା ଶୁଣୁଛୁ, ସେଇ ପରିମାଣରେ ଆମ ଜୀବନରେ କଣ ଦେଖାଯାଉଛି? ଶିଥିଳତା ଦେଖାଯାଉଛି। ସେଇ ପରିମାଣରେ ଆଳସ୍ୟତା, ସେଇ ପରିମାଣରେ ଅମନୋଯୋଗିତା ଦେଖାଯାଉଛି। ଆଉ ସେ ମଧ୍ୟ ଆସିକି ପଳେଇବେ। ଆଉ ଆମେ ଏଠି ବସିକି ଗାଉଥିବା, ଯେବେ ଆସିବେ ଗାଉଥିବା। ଯେତେ ଶିଥିଳତା ଲୋକମାନଙ୍କର ଜୀବନକୁ ଆପଣମାନେ ଦେଖନ୍ତୁ। ଗୋଟିଏ ଏକ୍ସାମ୍ପଲ କଣ ଜାଣିଛନ୍ତି କି? ଇମାଇଲ ପଥରେ ଯାଉଥିବା 2ଟି ଶିଷ୍ୟମାନେ କେମିତି ମନା ଥିଲେ? ବାଇବଲ କଣ କହେ ସେମାନଙ୍କୁ? ଶିଥିଳ ଆଉ ଶିଥିଳ ମନା ଲୋକମାନେ ସତ୍ୟତା ପ୍ରତି ଉନ୍ମୁକ୍ତ ନୁହନ୍ତି। ଏହା ମନେ ରଖନ୍ତୁ। Their eyes are closed always. ଆମେ ଯଦି ଶିଥିଳ,
ଆଉ ଏହି ପ୍ରକାର ଶିଥିଳତାର ପ୍ରତିକ୍ରିୟା ଯଦି ରଖୁଛୁ ମନେ ରଖନ୍ତୁ ଆମେ ସତ୍ୟତା ପ୍ରତି ଉନ୍ମୁକ୍ତ ହୋଇନା। ତୃତୀୟ ବିଷୟ କହିବି, ତୃତୀୟ ଗ୍ରୁପ ଅଫ ପିପୁଲ। ପ୍ରଥମ କଥା କହିଲି ହେରୋଦ hypocritical response, द्वितीय apathetical response, तृतीय विषय शुणु। तृतीय विषय चारि पद, चारि पांच पद को जब आम जाऊँ क्यों माने देखु आम क्यों मान से समस्त प्रधान जाजक पास्टर मान आज वार्ता समस्त आज वार्ता पास्टर्स को माने ये देखु पालक माने प्रधान जाजक शास्त्री माने जो माने कि शास्त्र रे पारंगम निपुण अटंती से माने जानि वाक्य they know what is written, have full of head knowledge, full of head knowledge। गत संडे स्कूल डे में क्या आसते प्रभु को क्लास वाक्य देबा पई रमनाथ आज्ञा रमनाथ आज्ञा से गोटे बढ़िया कन्विक्शन जेतबे आमे वाक्यर ज्ञान रे मुंड को पुरई दो मुंड केडे बड़ हुए एते बड़ हो जाए शरीर एक प्रकार लोक माने मुंडरे बहुत ज्ञान वाक्य कहले सब प्रकार परिस्थिति को डिफेंड करबा पई वाक्य दे पारे जल्दी जने भाई को कहली काई मत सिगरेट काई पिछो भाई से कहले जानि छ ईश्वर मत सिगरेट केमती से कहला ताहांकर कोठु एटा कोन बाजे नस्ट्रिल को उड़िया रे ताकर राशिका रंध्रनु धूम निर्गत हुए बोले देखा छै यदि परमेश्वर सिगरेट पिउ ना धूम निर्गत होला को भलो प्रश्न भाई तुम पाप को डिफेंड करबा पई मध्य आज काली आकू कोन करा जाउ छै कि दुखर विषय एते ज्ञान प्रिय भाई बोल माने ए लोक माने शास्त्र को जानती वाक्य को जानती but they don't care about practical living से माने व्यवहार को जीवन प्रति सचेतन नथि गुटे indifferences with indifferences कहले उदासीनतार मनोभाव आज जज मान को देखंतु लीडर्स माने उदास पास्टर उदास आ मेंबर्स माने उदास प्रॉब्लम वर्तमान रो प्रॉब्लम को हम कहछ हम जज के एक्साइटेड हो केरल करे प्रेज द लॉर्ड किंतु आज रो वार्ता हमनकर मुहर गुटे प्रश्न रखे आमे को प्रकार प्रतिक्रियाशील आम जीवन में हिपोक्रिटिकल रेस्पॉन्स नहीं पहुंचुछु ना एपेथेटिकल रेस्पॉन्स नहीं पहुंचुछु ना इंडिफरेंसेस उदास जीसु जन मने ले मुरे बसो बाबू तुम काई के प्रभु तुम जन्म इंडिफरेंसेस भाई माने कितने दिन এই প্রকারৰ জীবন আমি কাটুতিবা দেখো 2025 পড়াইলানি এতে দুঃখৰ বিষয় আমি প্রতি বর্ষ প্রতিক্রিয়া করছো প্রভু এমতি করিব সেমতি করিব কিন্তু আমার ও নাই শেষ বিষয় চিন্তা করন্তু হিপোক্রিটিক্যাল লাইফ আমার নাই তো apathetical লাইফ নাই তো indifferences response নাই তো शेष विषय आउ गोटे ग्रुप ऑफ पीपल को देखुछु जो माने पंडित माने ए मान विषय के आलोचना करा जबा पंडित माने ख्रिस्टियन होते they are not Christian
ଆଉ ପୂର୍ବ ଦେଶରୁ ଏମାନେ ଆସୁଛନ୍ତି। ଆଉ ପୂର୍ବ ଦେଶ ବାଇବଲ ଅନୁସାରେ ବାବିଲୋନକୁ ଇଣ୍ଡିକେସନ କରୁଛି, ମେସୋପୋଟାମିଆ ରାଜ୍ୟକୁ ଇଣ୍ଡିକେସନ କରୁଛି, ବର୍ତ୍ତମାନର ଇରାନ। ଆଉ ଏମାନେ ସେହି ସ୍ଥାନରୁ ଆସୁଛନ୍ତି ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, କିନ୍ତୁ ସେହି ସ୍ଥାନର ଜଣେ ଭବିଷ୍ୟତ ବକ୍ତା, ଜଣେ ଦୁଷ୍ଟ ଭବିଷ୍ୟତ ବକ୍ତା ଗଣନା 24:13-17 ପଦରେ ଯେ କି ଏହି ତାରା ସମ୍ବନ୍ଧରେ ଭବିଷ୍ୟତବାଣୀ କରିଥିଲେ ଇଲିୟ, ସେହି ଭବିଷ୍ୟତବାଣୀ ଏମାନେ ଜାଣିଥିଲେ। ଗୋଟିଏ ଭବିଷ୍ୟତବାଣୀ। ତେଣୁକରି ମୁଁ କହିବାକୁ ଚାହେଁ, a single word of God is enough to change a person. ଗୋଟିଏ ବାକ୍ୟ ଯଥେଷ୍ଟ ଯଦି ଆମେ ସତ୍ୟର ସହିତ ନମ୍ରତାର ସହିତ ତାକୁ ଆକ୍ସେପ୍ଟ କରୁଛୁ ବଦଳେଇ ଦେବା ନିମନ୍ତେ। ପାଉଲ କେତେଟା ବାକ୍ୟ ଶୁଣିଲେ ଆଜ୍ଞା? ଗୋଟିଏ। କୋଉ ବାକ୍ୟ? ଯାହାଙ୍କୁ ତୁମେ ତାରନା କରୁଅଛ ଆମ୍ଭେ ସେହି ଯୀଶୁ। କେତେ ସମୟ ଲାଗିଯିବ ଯୀଶୁଙ୍କୁ ଏ ବାକ୍ୟ କହିବାକୁ? ଗୋଟିଏ ମିନିଟ୍ର ମେସେଜ। ତେଣୁ ଖ୍ରୀଷ୍ଟମାସ is a journey to change, not to celebrate. ମୁଁ ଖ୍ରୀଷ୍ଟମାସର ସେଲିବ୍ରେସନକୁ ବିରୋଧ କରୁନାହିଁ। I wish to celebrate very gradually. କାରଣ ମୁଁ ସେହି ଅଞ୍ଚଳରୁ ଆସିଛି ଯେଉଁ ଅଞ୍ଚଳରେ ସପ୍ତାହ ବ୍ୟାପୀ ସେଲିବ୍ରେସନ କରାଯାଏ। କିନ୍ତୁ এই সেলিব্রেশন আমাদের পরিবর্তন আনিবা দরকার। ଆଉ ସେ ମାନେ ଗୋଟିଏ ମାତ୍ର ଭବିଷ୍ୟତବାଣୀ ସେମାନେ ଶୁଣିଥିଲେ, ଆଉ ସେଇଟା ମଧ୍ୟ ଭଲ ପାଷ୍ଟରଠୁ ନେଲେ। ବେଳେବେଳେ ଆମେ ପାଷ୍ଟର ଭଲ ହେବା ଦରକାର, ମଣ୍ଡଳୀ ଭଲ ହେବା ଦରକାର, ଲୋକମାନେ ଭଲ ହେବା ଦରକାର। କୋଭିଡ don't look for a better pastor, better member, better job, better leaders. Be a better member. Then everything will be better. अनेक समय हमें better खोजू किंतु हमें worst. नहीं, don't do that. এটা আমি পালন ভাবে বোঝানোর সহিত করছি আপনাদের। This is the pastoral heart. এটা ମୁଁ ଗୋଟେ ସ୍ପିକର ର ହାର୍ଟ ରେ କହୁଛି। We always look better. କିନ୍ତୁ এই ପଣ୍ଡିତ ମାନେ ଗୋଟେ better person ତାର ଶୁଣି ନାହାନ୍ତି, ଗୋଟେ କଷ୍ଟ ପାଇଥିବା ଭବିଷ୍ୟତ ବକ୍ତାଙ୍କ ଠାରୁ ବାକ୍ୟ ଶୁଣିବେ, ଆଉ ସେଇ ବାକ୍ୟକୁ ଗ୍ରହଣ କରିବେ ମାନେ, ଆଉ ସେଇ ବାକ୍ୟକୁ ଗ୍ରହଣ କରି ସେମାନେ ଆସୁଛନ୍ତି with the heart of seeking, with the response of seeking, ଗୋଟେ ଅନ୍ୱେଷଣ ହୃଦୟ ନେଇ, ଗୋଟେ ଅନ୍ୱେଷଣର ମନୋଭାବନା ନେଇ ସେମାନେ ଆସୁଛନ୍ତି। ଆଜି ଆପଣ କାହିଁକି ଆସୁଛନ୍ତି? ଆପଣ ସେଇ ମନୋଭାବନା ନେଇ ଆସୁଛନ୍ତି କି ଯେ ମୁଁ ଚାହୁଁଛି ପ୍ରଭୁଙ୍କର ଅନ୍ୱେଷଣ ପାଇବା ପାଇଁ। ଖ୍ରୀଷ୍ଟମାସର ବାର୍ତ୍ତା, ଖ୍ରୀଷ୍ଟମାସ ହେଉଛି a time of seeking the Lord. କାରଣ ମେଷମାନେ ଖୋଜିକି ଆସିଥିଲେ, ପଣ୍ଡିତମାନେ ଖୋଜିକି ଆସିଥିଲେ। ଆପଣ ସେଇ ଅନ୍ୱେଷଣର ହୃଦୟକୁ ଧରିଛନ୍ତି। Do you have a heart of seeking? ଚାରି ପ୍ରକାରର ରେସ୍ପନ୍ସ। ପ୍ରତାରଣାର ପ୍ରତ୍ୟୁତ୍ତର, ଶିଥିଳତାର ପ୍ରତ୍ୟୁତ୍ତର, ପୁଣି ଉଦାସୀନତାର ପ୍ରତ୍ୟୁତ୍ତର, ଚତୁର୍ଥ ଅନ୍ୱେଷଣର ପ୍ରତ୍ୟୁତ୍ତର। ଆଜି ଆପଣ କେଉଁ ପ୍ରତ୍ୟୁତ୍ତରରେ ନିଜକୁ ରଖିବେ? प्रिय भाई बहन, समय बहुत कम है, बहुत कम। प्रभु चाहते हमें बदले जाओ। ଆଉ ଯେତେବେଳେ ଆମେ ଖୋଜିବାର ମନୋଭାବନା ନେଇ ଆସିବା, ଏବେ ଯେ ଖୋଜେ ଏଇଟା ପ୍ରତିଜ୍ଞା, ଈଶ୍ୱରଙ୍କ ପ୍ରତିଜ୍ଞା ଆମମାନଙ୍କ ଜୀବନରେ ବାସ୍ତବ ରୂପ ନିଏ। ଆମ ଜୀବନ
ଆମେ ଈଶ୍ୱରଙ୍କର ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରୁନା। କାରଣ ପ୍ରଭୁ ପ୍ରତିଜ୍ଞା କରିଛନ୍ତି ଖୋଜ ପାଇବ। ଆଉ ଏମାନେ ଖୋଜିଲେ ପାଇଲେ, ଆଉ ଯେତେବେଳେ ପାଉଛନ୍ତି ତିନୋଟି ରେସ୍ପଣ୍ଡ କଥା ଶୁଣନ୍ତୁ। ଆଉ ମୁଁ ଚାହେଁ ଆମ ଜୀବନରେ এই ତିନୋଟି ରେସ୍ପଣ୍ଡ ହବ। ପ୍ରଥମ ରେସ୍ପନ୍ସ, ଦେ ଆପ୍ରୋଚ୍ ଖ୍ରାଇଷ୍ଟ। ସେମାନେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେଲେ with the attitude of humility। ନମ୍ରତାର ମନୋଭାବନା ନେଇ ସେମାନେ ଯୀଶୁଙ୍କ ନିକଟକୁ ଯାଉଛନ୍ତି। ବାଇବଲ କହେ ମାନେ ପଣ୍ଡିତ, କିନ୍ତୁ ଯୀଶୁଙ୍କ ନିକଟକୁ ଯେତେବେଳେ ଗଲେ କେମିତି ଗଲେ? ତାଙ୍କର ପାଣ୍ଡିତ୍ୟତା ଧରିକି ଯାଇଥାନ୍ତି। ଗଲେ କି ତାଙ୍କର ଏକ୍ସିଲେନ୍ସ ଧରିକି ଗଲେ କି? ସେମାନେ ଲେଖା ଅଛି ସେମାନେ ଭୂମିଷ୍ଠ ପ୍ରଣାମ କଲେ। Look at that humility, ନମ୍ରତା। Right response always leads to right attitude। ମନେ ରଖନ୍ତୁ, ଗୋଟେ ନମ୍ରତାର ଭାବନା। ଆମେ ଯେତେବେଳେ ଉପାସନାରେ ଆସୁଛୁ, ଯେତେବେଳେ ପ୍ରଭୁଙ୍କ ନିକଟକୁ ଆସୁଛୁ, ପ୍ରାର୍ଥନାରେ ବସୁଛୁ, ଗୀର୍ଜାରେ ଘର ମଧ୍ୟରେ ଆମେ କି ଭାବରେ ବସୁଛୁ? ନମ୍ରତା ଅଛି ତ? ମତେ ଜଣେ ଭାଇ କହିଲେ, ପଚାରିଲେ what is humbleness? ନମ୍ରତା। ମୁଁ ତ ରଖିଲି ନମ୍ରତା ଅଟେ ଯେ ଆପଣଙ୍କୁ ବଚସା କରୁଛି, ଗାଳି କରୁଛି, ତୁଚ୍ଛ କରୁଛି, ତାକୁ ଯାଇ ସେବା କରିବା। ଏଇଟା ହଉଛି ମୁଁ ଜାଣିଛି ନମ୍ରତା ତାହା ଅଟେ। ଆମ ନମ୍ରତା ଆମେ ଜାଣିଛୁ। ଦ୍ୱିତୀୟ ବିଷୟ, କେବଳ ନମ୍ରତା ତାହା ନୁହଁ, they approach God with the act of service, attitude of service। ସେମାନେ ସେବାର ମନୋଭାବନା ନେଇ ଯୀଶୁଙ୍କ ନିକଟକୁ ଯାଉଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ନମ୍ରତା ସବୁବେଳେ ସେବାର ଭାବନା ତିଆରି କରେ। ଯଦି ଆମେ ନମ୍ର ନହୁ, ଆମେ ସେବା କରିପାରିବା ନାହିଁ, ଚାहे ଆମେ ଯେକୌଣସି ବ୍ୟକ୍ତି ହଉ। କାରଣ ନମ୍ରତା ସବୁବେଳେ ସେବାର ଭାବନାକୁ ଉତ୍ପନ୍ନ କରେ। ଆପଣ ଫିଲିପିୟ 2 ଅଧ୍ୟାୟ ପଢନ୍ତୁ, ସେ ନମ୍ର ହେଲେ ପ୍ରଥମେ, ରାଇଟ୍? ତାପରେ ଦାସରୂପ ଧାରଣ ସେତେବେଳେ ଜଣେ କରିବ ଯେତେବେଳେ ନମ୍ର ହେବ। ଖ୍ରୀଷ୍ଟମାସର ବାର୍ତ୍ତା ହେଉଛି be humble, have service attitude। ତୃତୀୟ ବିଷୟ, নম্রতা হি যথেষ্ট নহে, সেবা পরায়ণতা যথেষ্ট নহে। They approach Christ with sacrificial giving। ସେମାନେ ଗୋଟେ ତ୍ୟାଗର ଉପହାର ଦେଇ ଯୀଶୁଙ୍କ ନିକଟକୁ ଗଲେ। କ'ଣ କଲେ ଆଜ୍ଞା ସେମାନେ? ସୁନା, କୁଣ୍ଡୁରୁ, ଗନ୍ଧରସ, the most precious thing। ଆଉ ଜାଣନ୍ତି କି এই ତିନୋଟି ଗିଫ୍ଟ ତାଙ୍କର ତିନୋଟି କାର୍ଯ୍ୟକୁ ପ୍ରତିପାଦନ କରେ। ସୁନା ଯୀଶୁଙ୍କର ରାଜକୀୟତା, କୁନ୍ଦୁରୁ ଯୀଶୁଙ୍କର ଯାଜକୀୟତା, ପୁଣି ଗନ୍ଧରସ ତାଙ୍କର ସାକ୍ରିଫାଇସ୍। ପ୍ରିୟ ଭାଇ ଭଉଣୀମାନେ, such a fitting gift, ଯୋଉଟା ତାଙ୍କର ଦରକାର ନାହିଁ, ଯୋଉଟା ଦେଲେ ସେ ଗୌରବାନ୍ୱିତ ହେବେ, ଯୋଉଟା ଦେଲେ ତାଙ୍କର ନାମ ମ୍ୟାଚ୍ କରିବ, ସେଇ ଗିଫ୍ଟ ଦେଲେ ସେମାନେ। ଆଜି ଯଦି ଆପଣଙ୍କୁ ପଚରାଯାଏ ଆପଣ ପ୍ରଭୁଙ୍କ ପାଇଁ କ'ଣ ଦେଇପାରିବେ? What is the fitting gift? ଆପଣ ଦେବେ କୁହନ୍ତୁ। ଆମେ ସବୁବେଳେ କହୁ ସେ ଦେଲେ, ସେ ଦେଲେ, ସେ ଦେଲେ। In response ଆମେ କ'ଣ କରୁଛୁ? ଆମେ ସେଇଟା ଦଉନାହୁଁ ଯୋଉଟା କି ତାଙ୍କୁ ଫିଟ୍ କରୁନାହିଁ। ବେଳେବେଳେ ଆମେ ସେମିତି କେବେ ନେଇକି ପଳେଇ ଆସୁଛନ୍ତି ଯୋଉଟା ତାଙ୍କୁ ଫିଟ୍ କରେ ନାହିଁ। କୋଉଟା ଫିଟ୍ କରେ ନାହିଁ? ଅକ୍ଷମଣୀୟ ହୃଦୟ, ଅକୃତଜ୍ଞତାର ହୃଦୟ ଫିଟ୍ କରେ କି ପ୍ରଭୁ? ଆମେ ସେମିତି ନେଇକି ପଳେଇ ଆସୁଛୁ। ଧନ୍ୟବାଦ ପ୍ରଭୁ, ଆଗେ ତ ହୃଦୟ ଧନ୍ୟବାଦ।
पंडित माने से फिटिंग गिफ्ट देले आज सैक्रिफिशियल गिविंग आपण मु कोन होछ आज रो ए क्रिसमस बात जेतरा हम 25 तारिख को जाऊ छु आज हम निज को प्रश्न करू जे मु केउ प्रकार रो प्रतिक्रिया प्रभु को पाई रखिछि प्रभु देखुछन प्रिय যদি আমি হিপোক্রিটিক্যাল লাইফ অতিবাহিত করছি প্রতারণা আছে শিথিলতার জীবন উদাসীনতার জীবন আজি প্রভু করিবা পাই চাହୁଛୁ লিড এই 2026 মসে আজি ছাড়ি দিও কোন ধরে আস খোঁজিবা কৃতজ্ঞতার जो पंडित माने गोटे वाक्य शुणी आम तो वर्ष सारा शुणुଛୁ प्रभु को कहतु जे राइट रेस्पॉन्स दे ए क्रिसमस सेलिब्रेशन करबा जो द्वारा प्रभु गौरवान्वित हेबे आम माने निष्ठा प्रभु प्रत्येक को आशीर्वाद करता आमेन।